ହ୍ୟାଲୋ ହାଇ ଆଜିର ଭିଡ଼ିଓରେ ସମସ୍ତଙ୍କୁ ସ୍ୱାଗତ। ମୁଁ ସୁମତି। ଆଜିର ଏହି ଭିଡ଼ିଓରେ ପ୍ରେଜେଣ୍ଟ ଇନଫିନାଇଟ୍ କିମ୍ବା ସିମ୍ପଲ୍ ପ୍ରେଜେଣ୍ଟ ବିଷୟରେ ଆଲୋଚନା କରିବି। ଚାଲନ୍ତୁ ପ୍ରେଜେଣ୍ଟ ଇନଫିନାଇଟ୍ କିମ୍ବା ସିମ୍ପଲ୍ ପ୍ରେଜେଣ୍ଟ ବିଷୟରେ ଆମେ କେତେ ଗୁଡ଼ିଏ ବାକ୍ୟ ହିଁ ଆସୁଛେ, ଚାଲନ୍ତୁ ଆଲୋଚନା କରିବା। ଦେଖନ୍ତୁ ପ୍ରେଜେଣ୍ଟ ଇନଡିଫିନାଇଟ୍ରେ କେତେ ଗୁଡ଼ିଏ ଷ୍ଟ୍ରକ୍ଚର ରହିଛି। ଦେଖନ୍ତୁ ସବଜେକ୍ଟ ପ୍ଲସ୍ V1 ପ୍ଲସ୍ ଅଦର ୱାର୍ଡ଼ସ୍ ଏବଂ ତା ସହିତ ଆମର ହେଲ୍ପିଂ ଭାର୍ବ ରହିଛି ଡୁ ଅର୍ ଡଜ୍, ଡୁ କିମ୍ବା ଡଜ୍। ଚାଲନ୍ତୁ ଆମେ ଉଦାହରଣ ଦେଖିଲେ ଜାଣିପାରିବା। ଦେଖନ୍ତୁ ନମ୍ବର 1ରେ ମୁଁ ଖାଏ, ମୁଁ ଖାଏ। ଆଇ ଇଟ୍, ଆଇ ଇଟ୍। ଏଇଠି ଆମେ ଯଦି ଅଦର ୱାର୍ଡ଼ସ୍ ନେବା, ମୁଁ ଭାତ ଖାଏ, ଆଇ ଇଟ୍ ରାଇସ୍, କିନ୍ତୁ ମୁଁ ଏଠି ଲେଖି ନାହିଁ, ଆପଣ ଏମିତି ଚାହିଁଲେ କରିପାରିବେ। ମୁଁ ଖାଏ ନାହିଁ, ତ ଏଇଟା ଥିଲା ନମ୍ବର 1ଟା ଥିଲା ଆମର ଏଫାର୍ମେଟିଭ୍ ଏବଂ ଦ୍ୱିତୀୟଟା ହେଉଛି ଆମର ନେଗେଟିଭ୍। ଦେଖନ୍ତୁ ନମ୍ବର 2ରେ ମୁଁ ଖାଏ ନାହିଁ। ଆମେ ଇଂରାଜୀରେ କ'ଣ କରିବା? ଷ୍ଟ୍ରକ୍ଚର ଅନୁସାରେ, ତା'ର ନିୟମ ଅନୁସାରେ ଆଇ ଡୁ ନଟ୍ ଇଟ୍, ଆଇ ଡୁ ନଟ୍ ଇଟ୍। ଏହାକୁ ସର୍ଟରେ ବି ଆମେ କହିପାରିବା ଆଇ ଡୋଣ୍ଟ ଇଟ୍, ଆଇ ଡୋଣ୍ଟ ଇଟ୍। ତାହେଲେ ଦେଖନ୍ତୁ 3 ନମ୍ବର ମୁଁ ଖାଏ କି, ମୁଁ ଖାଏ କି। ଡୁ ଆଇ ଇଟ୍, ଡୁ ଆଇ ଇଟ୍। ତାପରେ ଦେଖନ୍ତୁ ଆଉ ଗୋଟେ ଆମେ ନେଇଛେ 4 ନମ୍ବର, ଆଉ ଗୋଟେ ଉଦାହରଣ ନେଇଛେ ସେ ଖାଏ, ସେ ଖାଏ। ହି ଇଟ୍ସ, ହି ଇଟ୍ସ। ଏଠି ଏସ୍ ଲାଗିଛି କାହିଁକି ନା ଯେହେତୁ ହି ହେଉଛି ଥାର୍ଡ଼ ପର୍ସନ ସିଙ୍ଗୁଲାର ନମ୍ବର ହେଇଥିବାରୁ ଏଠି ଆମେ ଭାର୍ବରେ ଏସ୍ ଯୋଡ଼ିଲେ। ବୁଝିପାରିଲେ? ତେଣୁ ଚାଲନ୍ତୁ 5 ନମ୍ବର, ପୁଣି ଏହାକୁ ଆମେ ନେଗେଟିଭରେ ନେବା। ସେ ଖାଏ ନାହିଁ, ସେ ଖାଏ ନାହିଁ। ହି ଡଜ୍ ନଟ୍ ଇଟ୍, ହି ଡଜ୍ ନଟ୍ ଇଟ୍। ପୁଣି ଆମେ ଏହାକୁ ଆମେ ପ୍ରଶ୍ନବାଚକ କରି କରିବା। ସେ ଖାଏ କି, ସେ ଖାଏ କି। ଡଜ୍ ହି ଇଟ୍, ଡଜ୍ ହି ଇଟ୍। ଏଠି ଏସ୍ ଲଗେଇବେ ନାହିଁ, ଲଗେଇଲେ ଭୁଲ ହେଇଯିବ। ତେଣୁ ଚାଲନ୍ତୁ ଆମେ 7 ନମ୍ବର ଆଲୋଚନା କରିବା। ସେମାନେ ଖାଆନ୍ତି।